ଆଜି ଆମେ ଇରାନ ଆଉ ଇସ୍ରାଏଲ ଏ ଦୁଇଟି ଦେଶର ସ୍ୱାଧୀନତାର ଯାତ୍ରା ବିଷୟରେ କଥା ହେବା। କିନ୍ତୁ ମଜା କଥା ହେଉଛି ଦୁଇ ଦେଶ ପାଇଁ ଏ ସ୍ୱାଧୀନତା ଶବ୍ଦର ଅର୍ଥ ମାନେ ବହୁତ ଅଲଗା। ଆମେ ଏଇ ଇରାନ ଆଣ୍ଡ ଇସ୍ରାଏଲ ପାଥ୍ସ ଟୁ ଇଣ୍ଡିପେଣ୍ଡେନ୍ସ ବିଷୟ ଉପରେ ଆଲୋଚନା କରିବା। ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା। କାରଣ ଦେଖନ୍ତୁ, ଇରାନ ପାଇଁ ସ୍ୱାଧୀନତା ମୁଖ୍ୟତଃ ଭିତରର କଥା ଥିଲା, ମାନେ ନିଜର ପୁରୁଣା ଶାସନ ବିରୁଦ୍ଧରେ ଏକ ପ୍ରକାର ବିପ୍ଳବ। ଆଚ୍ଛା। କିନ୍ତୁ ଇସ୍ରାଏଲ କ୍ଷେତ୍ରରେ ଏକ ପୁରା ନୂଆ ଦେଶ ଗଠନ ହେଲା। ସେଇଟା ବାହ୍ୟ ଘଟଣା, ଆନ୍ତର୍ଜାତୀୟ ରାଜନୀତି ଏସବୁ ଦ୍ୱାରା ବେଶୀ ପ୍ରଭାବିତ ଥିଲା। ଠିକ୍ ଅଛି, ତାହେଲେ ଆସନ୍ତୁ ଆଗ ଇରାନ କଥା କହିବା। ଇରାନର ଏ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଶୁଣିଛି 1925ରେ ଆସିଲା। ସେତେବେଳେ ଏମିତି କ'ଣ ହେଲା ଯେ ତାକୁ ମୁକ୍ତି କୁହାଗଲା? ହଁ, ଦେଖନ୍ତୁ 1900 ଦଶକ ଆରମ୍ଭରେ ଯେତେବେଳେ ଇରାନକୁ ପର୍ସିଆ କୁହାଯାଉଥିଲା, ସେତେବେଳେ କାଜାର ରାଜବଂଶ ଥିଲା। କିନ୍ତୁ ସେମାନେ ବହୁତ ଦୁର୍ବଳ ହୋଇଯାଇଥିଲେ। ଦେଶ ଭିତରେ ଅସ୍ଥିରତା ଆଉ ବାହାରୁ ବ୍ରିଟିଶ, ରୁଷିଆ ଏମାନଙ୍କର ପ୍ରଭାବ ବଢ଼ି ଚାଲିଥିଲା। ତ 1921ରେ ରେଜା ଖାନ୍ ବୋଲି ଜଣେ ସେନା ଅଧିକାରୀ ସେ ଏକ ସାମରିକ ବିଦ୍ରୋହ କଲେ, ଆଉ 1925 ବେଳକୁ ସେ ନିଜକୁ ଶାହ ଘୋଷଣା କରିଦେଲେ। ସେଇଠୁ ଆରମ୍ଭ ହେଲା ପାହଲଭି ରାଜବଂଶ। ତେବେ ଏଇଟା ବାହାର କାହାଠୁ ମୁକ୍ତି ନଥିଲା, ମାନେ କୌଣସି ବିଦେଶୀ ଶକ୍ତି? ନା, ସେମିତି ନୁହେଁ। ଏଇଟା ମୁଖ୍ୟତଃ ଦେଶର ନିଜ ଭିତରରେ ଯେଉଁ ଦୁର୍ବଳ, ଭ୍ରଷ୍ଟ କାଜାର ଶାସନ ଥିଲା, ସେଇଥିରୁ ମୁକ୍ତି। ରେଜା ଶାହ ଚେଷ୍ଟା କଲେ ଦେଶକୁ ଏକାଠି କରିବା ପାଇଁ, ଗୋଟେ କେନ୍ଦ୍ରୀୟ ଶାସନ ଆଣିବା ପାଇଁ ଆଉ ଆଧୁନିକ କରିବା ପାଇଁ। ଆଚ୍ଛା। ସେନା, ଶିକ୍ଷା, ଶିଳ୍ପ ସବୁଥିରେ ସୁଧାର ଆଣିଲେ। ଏପରିକି 1935ରେ ଦେଶର ନାଁ ବି ବଦଳେଇଲେ, ପର୍ସିଆରୁ କଲେ ଇରାନ। ଏକ ପ୍ରକାରେ ଆଧୁନିକ ଇରାନର ନିଅ ପଡ଼ିଲା ସେତେବେଳେ। ବୁଝିଲି। କିନ୍ତୁ ଆମେ ଯେଉଁ ଇରାନକୁ ଆଜି ଜାଣୁଛେ, ତା ପଛରେ ତ 1979ର ଇସଲାମୀୟ କ୍ରାନ୍ତି ଅଛି। ଏହାକୁ ହିଁ ବୋଧେ ପ୍ରକୃତ ଆଜାଦି କହନ୍ତି ଅନେକେ। ଏଟା କାହିଁକି ହେଲା? ହଁ, 1979 କ୍ରାନ୍ତି ତ ପୁରା ଖେଳ ବଦଳେଇ ଦେଲା। ରେଜା ଶାହଙ୍କ ପୁଅ ମହମ୍ମଦ ରେଜା ପାହଲଭି, ତାଙ୍କ ଶାସନ ବିରୁଦ୍ଧରେ ଏହା ଗୋଟେ ବଡ଼ ଜନ ଆନ୍ଦୋଳନ ଥିଲା। କାରଣ ବି ବହୁତ ଥିଲା। ଯେମିତି? ଗୋଟେ ଥିଲା ଶାହଙ୍କର ଆମେରିକା ସହ ବହୁତ ବେଶୀ ମିଳାମିଶା। ତାଙ୍କର ଗୁପ୍ତ ପୁଲିସ ଥିଲା, ସାଭାକ୍, ତାର ଅତ୍ୟାଚାର ବହୁତ ବଢ଼ି ଯାଇଥିଲା। ଆଉ ସେ ହ୍ୱାଇଟ୍ ରିଭଲ୍ୟୁସନ ନାଁରେ ଯେଉଁ ପାଶ୍ଚାତ୍ୟକରଣ କରୁଥିଲେ, ହଁ, ସେଇଟା ଅନେକ ଧାର୍ମିକ ଲୋକଙ୍କୁ ପସନ୍ଦ ଆସୁନଥିଲା। ଅର୍ଥନୈତିକ ଅସମାନତା ବି ବଢ଼ୁଥିଲା। ଆଉ ଆୟାତଲ୍ଲା ଖୋମେନି, ସେ ତ ଦେଶ ବାହାର ଥିଲେ। ସେ କେମିତି ଏତେ ପ୍ରଭାବ ପକେଇଲେ? ସେଇଟା ବଡ଼ ଆଶ୍ଚର୍ଯ୍ୟ କଥା। ଖୋମେନି ନିର୍ବାସନରେ ଥିଲେ, କିନ୍ତୁ କ୍ୟାସେଟ୍ ଟେପ୍, ଭାବନ୍ତୁ, କ୍ୟାସେଟ୍ ଟେପ୍ରେ ନିଜ ଭାଷଣ ରେକର୍ଡ କରି ଇରାନ ପଠାଉଥିଲେ। ଓହୋ। ଆଉ ସେ ଟେପ୍ ସବୁ ହାତରୁ ହାତ ବୁଲି ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚୁଥିଲା। ଶାହଙ୍କ ବିରୋଧରେ ମାହୋଲ ପୁରା ଗରମ କରିଦେଲା ସେଇଟା। 1978ରେ ତ ପ୍ରବଳ ବିକ୍ଷୋଭ ହେଲା। ତାପରେ? 1969 ଜାନୁଆରୀରେ ଶାହ ଦେଶ ଛାଡ଼ି ପଳେଇଲେ। ଫେବୃଆରୀ 1 ତାରିଖରେ ଖୋମେନି ଫେରିଲେ ପ୍ୟାରିସରୁ, ଆଉ ଏପ୍ରିଲ 1ରେ ଜନମତ ସଂଗ୍ରହ ପରେ ଇରାନକୁ ଇସଲାମୀୟ ଗଣରାଜ୍ୟ ଘୋଷଣା କରାଗଲା। ବା, ତେବେ ଏହି ଆଜାଦିର ଅର୍ଥ ହେଲା ପ୍ରାୟ 25 ବର୍ଷର ରାଜତନ୍ତ୍ର ଶେଷ ହେଲା ଆଉ ପାଶ୍ଚାତ୍ୟ ପ୍ରଭାବରୁ ମୁକ୍ତି ମିଳିଲା। ଏକଦମ। ଏଇଟା ଖାଲି ସରକାର ବଦଳିବା ନଥିଲା, ଏହା ଇରାନର ପରିଚୟକୁ ପୁରା ବଦଳେଇ ଦେଲା। ଶିଆ ଇସଲାମ ଆଉ ଧାର୍ମିକ ନେତାଙ୍କ ଶାସନ, ଯାହାକୁ କହନ୍ତି ବେଲାୟତ ଏ ଫକିହ, ତା ଉପରେ ଆଧାରିତ ଗୋଟେ ନୂଆ ବ୍ୟବସ୍ଥା ଆସିଲା। ଆଉ ସବୁଠୁ ବଡ଼ କଥା, ଏଇ ପରିବର୍ତ୍ତନ ପରେ ହିଁ ଇରାନ ଇସ୍ରାଏଲ ସମ୍ପର୍କ ବନ୍ଧୁତାରୁ ଶତ୍ରୁତାକୁ ବଦଳିଗଲା। ଏଟା ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ। ଆଚ୍ଛା, ଏବେ ଆସିବା ଇସ୍ରାଏଲ କଥାକୁ। ଏହାର କାହାଣୀ ତ ଆପଣ କହିଲେ ପୁରା ଅଲଗା, ଏକ ନୂଆ ଦେଶର ସୃଷ୍ଟି। କେମିତି ଆରମ୍ଭ ହେଲା ଏସବୁ? ଇସ୍ରାଏଲର ମୂଳ କହିଲେ ଆମକୁ 19ବିଂଶ ଶତାବ୍ଦୀ ଶେଷ ଭାଗକୁ ଯିବାକୁ ପଡ଼ିବ। ୟୁରୋପରେ ସେତେବେଳେ ଜିଓନିଜମ୍ ବୋଲି ଗୋଟେ ଆନ୍ଦୋଳନ ଆରମ୍ଭ ହେଲା, ମାନେ ୟହୁଦୀ ରାଷ୍ଟ୍ରବାଦ। କାହିଁକି? କାରଣ ୟୁରୋପରେ ୟହୁଦୀମାନଙ୍କ ଉପରେ ଅତ୍ୟାଚାର ବଢ଼ୁଥିଲା। ତ ସେମାନେ ଭାବିଲେ ନିଜ ପୂର୍ବପୁରୁଷଙ୍କ ଯେଉଁ ପ୍ରତିଜ୍ଞାତ ଭୂମି, ସେଠି ଗୋଟେ ନିଜ ଦେଶ ଗଢ଼ିବା ଦରକାର, ନିଜ ସୁରକ୍ଷା ପାଇଁ। ତାପରେ ଆସିଲା ବାଲଫୋର ଘୋଷଣା, ବ୍ରିଟିଶ ଶାସନ ଆଉ ସବୁଠୁ ଭୟଙ୍କର ହୋଲୋକାଷ୍ଟ। ଏସବୁ ଘଟଣା କେମିତି ଯୋଡ଼ି ହେଲା ଇସ୍ରାଏଲ ସୃଷ୍ଟି ସହିତ? ସବୁ ଗୋଟେ ଗୋଟେ ପାହାଚ ପରି। 1917ର ବାଲଫୋର ଘୋଷଣା
ଗୋଟେ ରାଜନୈତିକ ସମର୍ଥନ ଦେଲା ବ୍ରିଟେନ ତରଫରୁ। ତାପରେ ପ୍ରଥମ ବିଶ୍ୱଯୁଦ୍ଧ ପରେ ପ୍ୟାଲେଷ୍ଟାଇନ ଉପରେ ବ୍ରିଟିଶ ମ୍ୟାଣ୍ଡେଟ୍ 1920ରୁ 1948 ଆସିଲା। ହଁ, ସେ ସମୟରେ ବହୁତ ୟହୁଦୀ ଆସି ସେଠି ବସତି ସ୍ଥାପନ କଲେ, ଜମି କିଣିଲେ, ସହର ଗଢ଼ିଲେ। ଏହାଦ୍ୱାରା ସେଠାକାର ଆରବ ଲୋକଙ୍କ ସହ ସଂଘର୍ଷ ବି ଆରମ୍ଭ ହେଲା। ଆଚ୍ଛା। ଆଉ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ହୋଲୋକଷ୍ଟ, ଯେଉଁଥିରେ ହିଟଲର 60 ଲକ୍ଷ ୟହୁଦୀଙ୍କୁ ମାରିଦେଲେ, ସେଇଟା ପୁରା ଦୁନିଆକୁ ଦେଖେଇଦେଲା ଯେ ୟହୁଦୀମାନଙ୍କ ପାଇଁ ଗୋଟେ ସୁରକ୍ଷିତ ଦେଶ କେତେ ଜରୁରୀ। ଆନ୍ତର୍ଜାତିକ ସହାନୁଭୂତି ବି ବଢ଼ିଲା। ଏହା ପରେ ହିଁ ଜାତିସଂଘ ଆସିଲା ନା, 1947ର ସେ ବିଭାଜନ ଯୋଜନା, କିନ୍ତୁ ସେଟା ତ କାମ ଦେଲାନି। ହଁ, ଜାତିସଂଘ ଗୋଟେ ପ୍ରସ୍ତାବ ଦେଲା, ରେଜଲ୍ୟୁସନ୍ 181, ଯେ ପ୍ୟାଲେଷ୍ଟାଇନକୁ 2 ଭାଗ କରାଯିବ, ଗୋଟେ ୟହୁଦୀ ରାଷ୍ଟ୍ର, ଗୋଟେ ଆରବ ରାଷ୍ଟ୍ର, ଆଉ ଜେରୁଜେଲମ ଆନ୍ତର୍ଜାତୀୟ ନିୟନ୍ତ୍ରଣରେ ରହିବ। ୟହୁଦୀ ନେତାମାନେ ମାନିଗଲେ, କିନ୍ତୁ ଆରବ ଦେଶ ସବୁ ମନା କରିଦେଲେ। ଓହୋ, ସେଇଠୁ ତ ଆହୁରି ଜଟିଳ ହେଲା। ହଁ, ହିଂସା ବଢ଼ିଲା। ବ୍ରିଟେନ କହିଲା, ଆମେ ଆଉ ଦାୟିତ୍ୱ ନେବୁନି। ତ ବ୍ରିଟିଶ ଶାସନ ଶେଷ ହେବା ଠିକ୍ ଆଗରୁ ମେ 14, 1948ରେ ଡାଭିଡ୍ ବେନ୍ ଗୁରିୟନ୍ ଟେଲ୍ ଆଭିଭରେ ଇସ୍ରାଏଲ ରାଷ୍ଟ୍ର ସ୍ଥାପନା ହେଲା ବୋଲି ଘୋଷଣା କରିଦେଲେ। କିନ୍ତୁ ଘୋଷଣା ହେବାର ପରଦିନ ହିଁ ଯୁଦ୍ଧ। ଏକଦମ 5ଟା ଆରବ ଦେଶ ମିଶି ଆକ୍ରମଣ କଲେ। ଇସ୍ରାଏଲ ସେ ଯୁଦ୍ଧ ଜିତିଲା ସତ, କିନ୍ତୁ ଲଢ଼େଇ ଭିତରେ 7 ଲକ୍ଷରୁ ଅଧିକ ପ୍ୟାଲେଷ୍ଟାଇନି ଆରବ ନିଜ ଘରଦୁଆର ଛାଡ଼ି ଶରଣାର୍ଥୀ ହୋଇଗଲେ। ଏହି ଘଟଣାକୁ ସେମାନେ ଆଜି ବି ନକ୍ବା ବା ମହାବିପତ୍ତି ବୋଲି କହନ୍ତି। ବାପରେ! ତେବେ ଆମେ ଏବେ ସ୍ପଷ୍ଟ ଭାବେ ଦେଖିପାରୁଛେ, ଇରାନର ସ୍ୱାଧୀନତା ହେଉଛି ନିଜ ଭିତରର ବିପ୍ଳବ, ନିଜ ଶାସନ ବଦଳାଇବାର କାହାଣୀ, ଆଉ ଇସ୍ରାଏଲର ସ୍ୱାଧୀନତା ହେଉଛି ଏକ ନୂଆ ଦେଶର ଜନ୍ମ, ଯାହା ବହୁତ ଜଟିଳ ଆନ୍ତର୍ଜାତୀୟ ପରିସ୍ଥିତି ଆଉ ସଂଘର୍ଷ ଭିତରୁ ବାହାରିଛି। ହଁ, ପୂରାପୂରି ଠିକ୍। 2 ଦେଶ ନିଜ ନିଜର ବାଟରେ, ନିଜ ନିଜର ଇତିହାସ ଆଉ ସଂଘର୍ଷ ଭିତରେ ସ୍ୱାଧୀନତା ପାଇଛନ୍ତି। ଏଠି ଗୋଟେ କଥା ଭାବିବା ପାଇଁ ରହିଲା, ଏ ଯୋଉ 2 ପ୍ରକାର ଅଲଗା ଅଲଗା ଉତ୍ପତ୍ତି, ଅଲଗା ଅଲଗା ସ୍ୱାଧୀନତାର ଅନୁଭୂତି, ଏଇଟା ଆଜି ଦିନରେ ବିଶ୍ୱ ମଞ୍ଚରେ ସେମାନଙ୍କର କାମ, ସେମାନଙ୍କର ନୀତି ଆଉ ସେମାନଙ୍କ ଭିତରେ ଥିବା ସମ୍ପର୍କକୁ ବୁଝିବାରେ କେମିତି ସାହାଯ୍ୟ କରୁଛି।